ପ୍ରକୃତରେ ସେ ସ୍କୁଲରେ ଚାଲିଛି କ'ଣ ଆକ୍ଚୁଆଲି? କଣ ଚାଲିଛି ସେଇ ସ୍କୁଲ ନାହିଁ ସାରା ଓଡ଼ିଶାରେ ସେ ଏଇଆ ଚାଲିଛି। ତମେ ହେଲେ କଣ ହେଲେ ମୋର ସେଠି କିଛି ଫରକ ପଡ଼ିବାର ନାହିଁ। ଆମର ଲୋକ କେମିତି ପ୍ରୋଟେକ୍ଟେଡ ରହିବେ, ସୁରକ୍ଷିତ ରହିବେ, ଆମ ଲୋକ କେମିତି ଆମ ଛୁଆମାନଙ୍କର ଭବିଷ୍ୟତ କେମିତି ଉଜ୍ଜଳ ହେବ ସେଥିପ୍ରତି ଆମର ଚିନ୍ତା ଅଛି। ସେଥିପାଇଁ ଆମେ ଯାହା କରାଯାଇପାରିବ ଆମେ କରୁଛୁ। ରାତି ଅଧରେ ଆପଣ ପାଚେରୀ ଡେଇଁକି ସ୍କୁଲ ଯାଇଥିଲେ ଆଉ ପିଲାକୁ ରେସ୍କ୍ୟୁ କଲେ। ପ୍ରକୃତରେ କେତେ ରାତି ହେଇଥିଲା ସେ ଟାଇମଟା? ସେ ରାତି ପ୍ରାୟ 9:30 କଥା। ଆମେ ଯେତେବେଳେ ଖବର ପାଇଲୁ ସନ୍ଧ୍ୟା 7ଟା ବେଳେ ଯେ ଏଭଳିଆ ଗୋଟେ ଛାତ୍ର ଧନେଶ୍ୱର ଭତ୍ରାକୁ ପଣବନ୍ଦୀ ବା ଗୃହବନ୍ଦୀ କରି ରଖାଯାଇଛି, ତା ମୁହଁ ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଛି ଏବଂ ସେ ଫଟୋ ମଧ୍ୟ ଆମେ ପାଇଥିଲୁ। ଏବଂ ତାକୁ କୌଣସି ପ୍ରକାର ଚିକିତ୍ସା ଦିଆଯାଉନାହିଁ, ସେ ଯନ୍ତ୍ରଣାରେ ଛଟପଟ ହେଉଛି। ସେ ଖବର ପାଇଲା ପରେ ଆମେ ସାଙ୍ଗେ ସାଙ୍ଗେ ଗୋଟେ ଟିମ୍ ଗଠନ କରି କିଛି ରିପୋର୍ଟରମାନଙ୍କୁ, କିଛି ସାମ୍ବାଦିକ ବନ୍ଧୁମାନଙ୍କୁ, ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡ଼ିଆର ସେ ସ୍ଥାନକୁ ଯାଇ ତାକୁ ରେସ୍କ୍ୟୁ କରିବା ପାଇଁ ଚିନ୍ତା କରୁଛୁ। ଗୋଟେ ଯୋଜନା ତିଆରି କରୁଛୁ ଯେମିତିକି କାହାକୁ କୌଣସି ପ୍ରକାର ଖବର ନ ମିଳେ। ଯଦି ଖବର ପାଇଯିବେ ତାହେଲେ ତାକୁ ବାହାରକୁ କୁଆଡ଼େ ନେଇଯିବେ। ତ ଆମେ ବହୁତ ସିକ୍ରେଟଲି ସମସ୍ତେ ଯାଇ ପହଞ୍ଚିଲୁ ରାତି 9ଟା ଆଡ଼େ, ପ୍ରାୟ 8:30 9ଟା ହେବ, ଏବଂ ସେ ଛୁଆଟାକୁ ରେସ୍କ୍ୟୁ କରିକି ଆଣିଲୁ। ଯୋଉ ମୋମେଣ୍ଟରେ ପହଞ୍ଚିଲେ ଛୁଆକୁ ସାଙ୍ଗେ ସାଙ୍ଗେ କିଛି ଘୋଡ଼େଇ ଦଉଥିଲେ, ଲୁଚେଇ ଦଉଥିଲେ ବୋଲି? ହଁ, ସେ ପିଲାକୁ ଭୟଭୀତ କରି ରଖାଯାଇଥିଲା ଏବଂ କିଛି ସହପାଠୀ ତା ସହିତ ଥିଲେ। ତାର ଗୋଟିଏ ଉଦ୍ଦେଶ୍ୟ ଥିଲା ଯେ ଲୋକଲୋଚନକୁ ନ ଆସୁ, ତା ଚେହେରା କିଏ ନ ଦେଖନ୍ତୁ, ଦେଖିବେ ଅସୁବିଧା ହେବ। ଏଣୁକରି ତାକୁ ଗଭର୍ଣ୍ଣମେଣ୍ଟ ମେଡ଼ିକାଲକୁ ମଧ୍ୟ ନେଇନଥିଲେ। ଯେତେବେଳେ ତା ପ୍ରେସର କୁକର ଫାଟିଗଲା ତାକୁ ଗୋଟେ ପ୍ରାଇଭେଟ କ୍ଲିନିକରେ କିଛି ଗୋଟେ ଚିକିତ୍ସା କରି ଆଣିକି ସେ ଭିତରେ ରଖାଯାଇଥିଲା, ଯେଉଁଟାକି ଗୋଟେ ଅମାନବୀୟ ବ୍ୟବହାର। ଗୋଟେ ମଣିଷ ସହିତ ଏଭଳିଆ ବ୍ୟବହାର କରିପାରେ ଏହା ବିଶ୍ୱାସ। କ'ଣ ଦେଖିଲେ ଆକ୍ଚୁଆଲି ପ୍ରକୃତରେ ସେ ସ୍କୁଲରେ ଚାଲିଛି କ'ଣ ଆକ୍ଚୁଆଲି? କଣ ଚାଲିଛି ସେଇ ସ୍କୁଲ ନାହିଁ ସାରା ଓଡ଼ିଶାରେ ସେ ଏଇଆ ଚାଲିଛି। ସାରା ଓଡ଼ିଶାରେ ତତ୍ତ୍ୱାବଧାନର ଅଭାବ ଯୋଗୁଁ ସ୍କୁଲର ଯେଉଁ ଗୋଟେ ଢାଞ୍ଚା ଥିଲା, ଗୋଟେ ସିଷ୍ଟମ୍ ଥିଲା, ସମ୍ପୂର୍ଣ୍ଣ ଭାବେ ନଷ୍ଟଭ୍ରଷ୍ଟ ହୋଇଯାଇଛି। ସମସ୍ତେ ନେତା ମନ୍ତ୍ରୀ ଅଫିସର ସମସ୍ତେ ସରକାରଙ୍କ ଠାରୁ ଯେଉଁ ଟଙ୍କା ଯାଉଛି ବିଭିନ୍ନ ସାମଗ୍ରୀ କିଣାରେ, ବିଭିନ୍ନ ଉପକରଣ କିଣାରେ, ପିଲାଙ୍କ ଡ୍ରେସ୍ ପାଇଁ, ପିଲାଙ୍କର ୟୁଟେନ୍ସିଲ୍ କିଣାରେ, ସେଥିରେ କିପରି ଭାବରେ ତାକୁ ବ୍ୟବହାର କରିବେ ଏବଂ ପ୍ରଚୁର ଟଙ୍କା ଅର୍ଥ ଲାଭ କରିବେ, ସେଥିରେ ସମସ୍ତଙ୍କ ନଜର। ପିଲା ଖାଇଲେ ପିଇଲେ ମଲେ ହଜିଲେ ଏମାନଙ୍କୁ କିଛି ଯାହା ଆସେ ନାହିଁ। ଏବଂ ଏହା ଦୀର୍ଘ 1 ବର୍ଷ ମୁଁ ଉଠେଇକି ଆସୁଛି ଯେ ମାସ୍ ଏଜୁକେସନ୍ ଏବଂ ଟ୍ରାଇବାଲ୍ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ କିପରି ଭାବରେ ଦୁର୍ନୀତି ହେଉଛି ଏବଂ ସମସ୍ତେ କିପରି ଲିପ୍ତ ଅଛନ୍ତି। ତାଙ୍କର ଯେଉଁ ପ୍ରାଇମେରୀ ଜବ୍, ପିଲାଙ୍କୁ ସୁରକ୍ଷିତ ରଖିବା, ପିଲାଙ୍କର ଯତ୍ନ ନେବା, ପିଲାଙ୍କୁ ଠିକ ଭାବରେ ଖୁଆଇବା ପିଆଇବା, ସେମାନଙ୍କୁ ଭଲ ପାଠ ପଢ଼ାଇବା, ତା ଉପରେ କାହାର ନଜର। ସ୍କୁଲ ମାନଙ୍କର ତ ପାଚିକା ଦିଆହେଇଛି, ତାହେଲେ ପୁଣି ପିଲା ପାଚିକାର କାମ ତ ରୋଷେଇ କରିବା ପାଇଁ, କିନ୍ତୁ ଏଣ୍ଟା ସିଷ୍ଟମ୍ ମୁଁ କହିଲି ମୂଳରୁ ଚୂଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। 5,40,000 ପିଲା ଓଡ଼ିଶାରେ ବର୍ତ୍ତମାନ ଅଧ୍ୟୟନରତ ଅଛନ୍ତି ହଷ୍ଟେଲ ସ୍କୁଲ ଗୁଡ଼ାକରେ। ସେମାନଙ୍କର ଅବସ୍ଥା ଅତି ଶୋଚନୀୟ ଏବଂ ଆଜି ପ୍ରେସମିଟ୍ ମାଧ୍ୟମରେ ଆମେ ସମସ୍ତ ତଥ୍ୟ ଦେଲୁ, ସୂଚାଇଲୁ ଯେ କିପରି ଭାବରେ ପିଲାମାନଙ୍କୁ ମୃତ୍ୟୁବରଣ କରୁଛନ୍ତି, କିପରି ଭାବରେ ଇଞ୍ଜିଓର୍ଡ ହେଉଛନ୍ତି, ବିଭିନ୍ନ କାରଣରୁ ସେମାନଙ୍କର ବିବିଧ କ୍ଷତି ହେଉଛି। ସରକାର କିପରି ନିରବ, ତା ଉପରେ କ'ଣ ସବୁ ପଦକ୍ଷେପ ନିଆଯିବ ଆମେ ଏଥିପାଇଁ ପ୍ରସ୍ତୁତି ଚଲେଇଛୁ। ଗୋଟେ କଥା ଯେ ଯୋଉ ସ୍କୁଲ ଭିତରେ ମାନେ ସେ ଯୋଉ ପିଲା ରହୁଥିଲେ ହଷ୍ଟେଲରେ, ସେଠି ରୋଷେଇ କେମିତି ସେ କରୁଥିଲେ ଆଉ ତାପରେ ତାକୁ? ଇଏ ସବୁ ସ୍କୁଲର ଘଟଣା। ଆପଣ ଗୋଟେ ସ୍କୁଲର ତଥ୍ୟ ଆପଣ ପାଇକି କିଛି ମାନେ ଭାବୁଛନ୍ତି କି ସବୁ ସ୍କୁଲର ଘଟଣା। ପିଲାମାନେ ରୋଷେଇ କରନ୍ତି, ପିଲାମାନେ ସଫା କରନ୍ତି, ହଣ୍ଡା, ତାଙ୍କ ଥାଳି, ତାଙ୍କର ମାନେ ଯାହା ବି ରୋଷେଇ ଜିନିଷ ତାକୁ ସଫା କରନ୍ତି, ରୋଷେଇ ରୁମ୍ ଝାଡ଼ୁ କରନ୍ତି, ପନିପରିବା କାଟନ୍ତି, ପାଣି ଗରମ କରନ୍ତି, ଓହ୍ଲାନ୍ତି, ଚଢ଼ାନ୍ତି, ସବୁ କାମ ପିଲାମାନଙ୍କ ଦ୍ୱାରା କରାଯାଏ। କ'ଣ ପାଇଁ କରାଯାଏ? ମାନେ ସରକାର ବ୍ୟବସ୍ଥା ନାହିଁ, ସରକାର ବ୍ୟବସ୍ଥା କରିବାକୁ ଚାହୁଁନାହାନ୍ତି ଏବଂ ଏ ବ୍ୟାପକ ହେଇଯାଇଛି। ସେମାନେ ଟିଚର ଫିଚର ମାନେ ସବୁ ବାହାରେ ବୁଲିଲେ, ଆଉ ପାଚିକା ମାନେ ଯେଉଁମାନେ ଅଛନ୍ତି ସେମାନେ ଏମାନଙ୍କ ଦ୍ୱାରା କାମ କରାଇଲେ। ଇଏ ଗୋଟେ ଚାଲିଛି ଏବଂ ତାକୁ ଏକ୍ସପୋଜ କରାଯିବ। ଆମେ ଧୀରେ ଧୀରେ ଆପଣ ଦେଖିବେ ଆକୁ ସମ୍ପୂର୍ଣ୍ଣ ଏକ୍ସପୋଜ କରିବୁ। ଆଉ ଗୋଟେ କଥା କି ଯୋଉ ବର୍ତ୍ତମାନ ଯୋଉ ସ୍କୁଲ ଏଇ ଗୋଟିଏ ସ୍କୁଲ ଧରିଲେ, କିନ୍ତୁ ସେଠି କଲେକ୍ଟର ବି ଥିଲେ, ବିଓଙ୍କ ପାଖକୁ ବି ଗଲେ, ଏମାନଙ୍କ କାହାର ବି ଜ୍ଞାତସାରରେ ନାହିଁ। ସେମାନେ ଧ୍ୟାନ ନାହିଁ ନା ୟା ଉପରେ। ଗୋଟେ ଜିଲ୍ଲାକୁ ପ୍ରତିବର୍ଷ ପାଖାପାଖି 1,000 କୋଟି ଟଙ୍କା ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଯାଏ। ସେଥିରୁ କିନ୍ତୁ ହରିଲୁଟ କରିବୁ, ତାର ହିସାବ ନିକାଶ, ତାର ଭାଗ ବଣ୍ଟାରେ ଏମାନଙ୍କର ବହୁତ ସମୟ ଯାଇଥାଏ। ଏଇ ଜିନିଷରେ ଅଧିକା କାହାର ଧ୍ୟାନ ନଥାଏ, ଯୋଉଟାକି ରହିବା ଉଚିତ। ବର୍ତ୍ତମାନ ବିଜୁ ଜନତା ଦଳକୁ ଯୋଉଭଳି ଭାବରେ ବିଜେପି ସିଧାସଳଖ ଟାର୍ଗେଟ କରୁଛନ୍ତି ଆଉ ତାଙ୍କ ନେତାମାନଙ୍କ ନାଁରେ ବି ଦରକାର ପଡ଼ିଲେ କେସ୍ କରୁଛନ୍ତି। ଆପଣ ଯୋଉଭଳି ଭାବରେ ରାତିରେ ସେଦିନ ବି କୋଉଠି ନା କୋଉଠି ରାଗରେ ହଉ ପଛେ ଗୋଟେ ଧମକିଟେ ବାହାରିଥିଲା, ତାଙ୍କ ବିଓଙ୍କୁ ଦବା କିମ୍ବା ଇଏ କରିବା, ବନ୍ଧୁକ ମାରିଦେବି କିମ୍ବା ଜିଲ୍ଲାରେ ନିଆଁ ଲଗେଇଦେବି, ଏଇ ଯୋଉ ଶବ୍ଦଟି, ତା ପାଇଁ ଆପଣଙ୍କ ନାଁରେ ବି ହୁଏତ ସେ ମୋକଦ୍ଦମା ହେଲେ କ'ଣ ହେଲେ ମୋର ସେଠି କିଛି ଫରକ ପଡ଼ିବାର ନାହିଁ।
ଆମ ଲୋକ କେମିତି ପ୍ରୋଟେକ୍ଟେଡ୍ ରହିବେ, ସୁରକ୍ଷିତ ରହିବେ, ଆମ ଲୋକ କେମିତି ଆମ ଛୁଆମାନଙ୍କର ଭବିଷ୍ୟତ କେମିତି ଉଜ୍ଜ୍ୱଳ ହେବ, ସେଥିପ୍ରତି ଆମର ଚିନ୍ତା ଅଛି। ସେଥିପାଇଁ ଆମେ ଯାହା କରାଯାଇପାରିବ ଆମେ କରୁଛୁ, ଲଢ଼େଇ ଲଢ଼ୁଛୁ ସରକାରଙ୍କ ସହିତ। ସ୍ପେସିଆଲି ଖାଲି କଣ ଆଦିବାସୀ ଛୁଆଙ୍କୁ ଏମିତି କରାହଉଛି ନା? ସମସ୍ତେ ST ରହୁଛନ୍ତି, SC ରହୁଛନ୍ତି, ଯେକୌଣସି ଗରିବ ଅସହାୟ ପିଲାଙ୍କ ପ୍ରତି ଯଦି ଏମିତି ହୁଏ ଆମେ ଛାଡ଼ିବୁ ନାହିଁ। ଇଏ ଆମ କାହିଁକି ଛୁଆ ନିଷ୍ପତ୍ତି। କିଛି ମୁହ ଖୋଲି ପାରିବେନି ବୋଲି? ସେମାନେ ଆମର ଭବିଷ୍ୟତ, ସେମାନେ ଭଲରେ ପାଠଶାଠ ପଢ଼ିଲେ ତ ଦେଶଟା ଗଢ଼ିବେ, ରାଜ୍ୟଟାକୁ ତିଆରି ନାଇଁ, ମାନେ କରିବେ। ଏଇ ଯୋଉ ଛୁଆଙ୍କ ଉପରେ ଏତେ ନେଗ୍ଲେକ୍ଟ କରାହଉଛି, ହୁଁ। ଛୁଆ କିଛି କହିପାରିବେନି ନା ତାଙ୍କ ବାପା ମା କିଛି କହିପାରିବେନି ବୋଲି ଏମିତି କରାହଉଛି ନା ଆଉ କିଛି? ମୋଷ୍ଟଲି ଗରିବ ଛୁଆ ହିଁ ରହନ୍ତି, ଗରିବ ଏବଂ ଅସହାୟ ଛୁଆ ହିଁ ରହନ୍ତି ହଷ୍ଟେଲ ସ୍କୁଲରେ, ବିଶେଷ କରି ଗଭର୍ଣ୍ଣମେଣ୍ଟ ହଷ୍ଟେଲ ସ୍କୁଲରେ। ତ ସେମାନଙ୍କର ଫାଇଦା ଉଠାଉଛନ୍ତି ଏମାନେ।